श्रीमद्भागवत तृतीय स्कंध विंश अध्याय। शौनक उवाच। बराह रूपी भावग्राही जले धरणी गले थोई से स्वयंभुव मनोबला धरणी पृष्ठे ଯାହା କଲା। ନାନା ପ୍ରକାରେ ଜନ୍ତୁ ଯେତେ ତାହାଙ୍କୁ ସାଧିଲା କେମନ୍ତେ। ଜ୍ୟେଷ୍ଠ ଭ୍ରାତା ଯେ ଧୃତ ରାଷ୍ଟ୍ର ତା ପୁତ୍ର ଦୁର୍ଯ୍ୟୋଧନ ଦୁଷ୍ଟ। କର୍ଣ୍ଣ ଶକୁନି ଦୁଃଶାସନ ଏହାଙ୍କ ତୁଲେ ଯେତେ ଜନ। ପାଣ୍ଡବ ହିତେ ସେ ବିଶ୍ୱାସେ ବର୍ତ୍ତଇ ବୋଲି ମହାରୋଷେ। ରାଜ୍ୟ ବାହାର କରିଦେଲା ଯେଣୁ ସେ ବ୍ୟାସଙ୍କର ବଳା। କୃଷ୍ଣ ଚରଣେ ଆଶ୍ରେ କରି ଛାଡ଼ିଲା ହସ୍ତିନାନଗରୀ। ତୀର୍ଥ ସାଧନ ପୁଣ୍ୟ ବଳେ ଏକାନ୍ତେ ବିଷ୍ଣୁ ଭକ୍ତି ଫଳେ। ଗୋବିନ୍ଦ ଭକ୍ତ ସେ ନିଶ୍ଚଳେ ବର୍ତ୍ତଇ ଭକ୍ତ ଜନ ମେଳେ। ବିଦୁର ଭ୍ରମି ତୀର୍ଥ ମାର୍ଗେ କାନନେ ମୈତ୍ରେୟଙ୍କ ଆଗେ। ବନ ଗହନେ ଗଙ୍ଗା କୂଳେ ସେବେ ନିଜନ ଏକ ମେଳେ। ବିଦୁର କିବା ପ୍ରଶ୍ନ କଲା କହିବା ମୋତେ ବିଷ୍ଣୁ ଲୀଳା। ସେ ବିଷ୍ଣୁ କଥା ବାକ୍ୟ ସାର ଶ୍ରୁତି ଯୁଗଲେ ସୁଧାଧାର। ଯେ ସନେ ଗଙ୍ଗା ସ୍ନାନ କଲେ ସେ ତିନି ତାପରୁ ଉଦ୍ଧରେ। ଗୋବିନ୍ଦ କଥା ସେହି ମତେ ପାନ ନ ରହେ ଅନ୍ତର୍ଗତେ। କୃଷ୍ଣ ଚେଷ୍ଟିତ ଭାବ ଯେତେ ଭୋମୁନି କହ ମୋ ଅଗ୍ରତେ। କୃଷ୍ଣର ଲୀଳାମୃତ ରସେ ରସଇ ଯାର ଶ୍ରୁତି ଗ୍ରାସେ। ସେ କାହିଁ ଛାଡ଼େ କୃଷ୍ଣ କଥା ଯେଣେ ହରଇ ଭବ ବ୍ୟଥା। ନୈମିଷାରଣ୍ୟେ ମୁନିଗଣେ ସେ ଉଗ୍ର ଶ୍ରବାର ଚରଣେ। ପ୍ରଣତ ହୋଇଣ କହିଲେ ବିଷ୍ଣୁର କଥା କହ ଭଲେ। ସେ ଉଗ୍ର ଶ୍ରବା ବିଷ୍ଣୁ ପଦେ ମନକୁ ନିବେଶି ଆନନ୍ଦେ। କହିଲେ ଶୁଣି ମୁନିଗଣ କହିବି ଶ୍ରୀହରିର ଗୁଣ। ସୁତ ଉବାଚ। ବିଷ୍ଣୁ ଶୂକର ରୂପ ଧରି ଧରଣୀ ପାତାଳୁ ଉଦ୍ଧରି। ଲୀଳା ବିହାରେ ହିରଣ୍ୟାକ୍ଷ ଗୋବିନ୍ଦ ମାଇଲେ ପ୍ରତ୍ୟକ୍ଷ। ସେ କଥା ଶୁଣି ତୋଷ ଚିତ୍ତେ ଅଶ୍ରୁ ପୁଲକ ରୋମ ଗାତ୍ରେ। ମୈତ୍ରେୟ ପାଦେ ଦେଇ ଶିର ଆନନ୍ଦେ ପୁଚ୍ଛଇ ବିଦୁର। ବିଦୁର ଉବାଚ। ନାଭିରୁ ବ୍ରହ୍ମା ଅବତାର ସେ ପ୍ରଜାପତିଙ୍କ ଈଶ୍ୱର। ପ୍ରଜାପତିଙ୍କୁ ଜାତ କଲା ସୃଷ୍ଟି ସର୍ଜନୀ ଆଜ୍ଞା ଦେଲା। ମରିଚି ଆଦି ସପ୍ତ ତନୁ ଅପରେ ସ୍ୱୟଂଭୁବ ମନୁ। ପିତାର ଆଦେଶେ ସମସ୍ତେ ଏ ସୃଷ୍ଟି ସର୍ଜିଲେ କେମନ୍ତେ। ଭାର୍ଯ୍ୟା ସହିତେ ଯୋଗ ମତେ କିୟବା ସର୍ଜିଲେ ସ୍ୱତନ୍ତ୍ରେ। କିବା ସକଳ ଏକ ମେଳେ ସୃଷ୍ଟି ସର୍ଜିଲେ ଅନ୍ତରାଳେ। କିବା ଧରଣୀ ଜଳେ ସ୍ଥାପି ପ୍ରଜା ସର୍ଜିଲେ ବିଶ୍ୱରୂପୀ। ସେ ପୁଣି କିବା କଲେ ପରେ ତୋ ବିନୁ କେବା କହିପାରେ। ତୁମ୍ଭି ଆଗତ ଅନଗତ ସକଳ ବିଷୟେ ବିଦିତ। ବ୍ରହ୍ମାଙ୍କ ଆଜ୍ଞା ଘେନି ଶିରେ ଜଗତ କଲେ କି ପ୍ରକାରେ। ମୈତ୍ରେୟ ଉବାଚ। ଶୁଣ ବିଦୁର ଏକ ଚିତ୍ତେ ଯେ ଦୃଶେ ସୃଷ୍ଟି ପଦ୍ମ କଳ୍ପ ଅନ୍ତେ। ଯେ କାଳ ରୂପୀ ବିଶ୍ୱନାଥ ଯା ମାୟା ବଳେ ଏ ଜଗତ। ସ୍ୱମାୟା ବଳେ କ୍ଷୋଭ ପାଇ ମହତ ରୂପ ସେ ଧରଇ। ରଜ ପ୍ରଧାନେ ତିନି ଗୁଣେ କଳ୍ପିଲା ଦଇବ ପ୍ରେରଣେ। ସେ ଭୂତ ଆଦି ଯେ ମହତ ଅଗ୍ରେ ସର୍ଜିଲା ପଞ୍ଚଭୂତ। ଶବଦ ଆଦି ପଞ୍ଚଗୁଣେ ମିଳିଲେ ସୃଷ୍ଟିର କାରଣେ। ଯେ ଜ୍ଞାନେନ୍ଦ୍ରିୟ ଚକ୍ଷୁ ଆଦି ଯେ କର୍ମେନ୍ଦ୍ରିୟ ହିଁ ବାଗାଦି। ଶବ୍ଦାଦି ଯେତେକ ହୋଇଲେ ସୃଜନୀ ଅସମର୍ଥ ହେଲେ।
ସେ ପୁଣି ଏକ ରୁଣ୍ଡ ହୋଇ ଦୈବ ଶକ୍ତିର ବଳ ପାଇ କଳ୍ପିଲା ହେମମୟ ଅଣ୍ଡ ଯାହାକୁ ବୋଲନ୍ତି ବ୍ରହ୍ମାଣ୍ଡ। ସେ ଅଣ୍ଡକୋଷ ମହାଜଳେ ପଡ଼ି ଭାସଇ କାଳ ବଳେ। ସେ ପୁଣି ସହସ୍ର ବରଷେ ସେ ମହାର୍ଣ୍ଣବ ଜଳେ ଭାସେ। ସେ ଅଣ୍ଡକୋଷ ମଧ୍ୟ ହରି ଶୋଏ ଅନନ୍ତ ଶଯ୍ୟା କରି। ତା ନାଭି ପଦ୍ମ ପଦ୍ମକୋଷ ସଲିଳେ ହୋଇଲା ପ୍ରକାଶ। ସେ ପଦ୍ମ ନିଜ ତେଜ ପୁଞ୍ଜେ ସହସ୍ରେ ରବି ରଶ୍ମି ଗଞ୍ଜେ। ସେ ପଦ୍ମ ମଧ୍ୟ ସର୍ବଜନ୍ତୁ ପ୍ରକାଶେ ନିଜ କର୍ମ ହେତୁ। ବିରାଜ ରୂପ ତାର ମଧ୍ୟ ଜନ୍ମିଲା ନିଜ କାର୍ଯ୍ୟ ସାଧେ। ସେ ପୁଣି ବିଷ୍ଣୁ ଉପଦେଶେ ସୃଷ୍ଟି ସର୍ଜିଲା ଅଣ୍ଡକୋଷେ। ପୂର୍ବେ ଯେ ମତେ ସୃଷ୍ଟି ଥିଲା ସେ ନାନା ରୂପେ ସମ୍ପାଦିଲା। କାଳର ବଳେ କୋପ ମନେ ନିଶ୍ୱାସ ଛାଡ଼େ ଘନ ଘନେ। ତାର ନିଶ୍ୱାସୁ ତତକ୍ଷଣେ ଅବିଦ୍ୟା ସଙ୍ଗେ ପଞ୍ଚଗଣେ। ତା ମିଶ୍ର ଅନ୍ଧ ତମ ତମ ମୋହ ମହାମୋହ ପଞ୍ଚମ। ଏ ପଞ୍ଚତମ ଏକାବେଳେ ଜନ୍ମିଲେ ଅନ୍ଧକାର ବଳେ। ଦେଖି ସେ ଛାୟା ରୂପ ସୃଷ୍ଟି ତୁଷ୍ଟ ନୋହିଲା ବରମେଷ୍ଠି। ଏ ସୃଷ୍ଟି ଦେଖି ତମୋମୟ ଧାତା ଛାଡ଼ିଲା ନିଜ ଦେହ। ସେ ପିଣ୍ଡ ଦେଖି ତମ ଗଣେ ବେଗେ ଧାଇଁଲେ ତତକ୍ଷଣେ। ସେ ଦେହ ମଧ୍ୟ ସନ୍ଧ୍ୟା ମିଶି ତମ ରଜନୀ ପ୍ରାୟ ଦିଶି। କ୍ଷୁଧା ତୃଷାର ଅତି ବଳେ ସର୍ବେ ମିଳିଲେ ଏକ ମେଳେ। ଥୋକେ ବୋଲନ୍ତି ରଖ ରଖ ଥୋକେ ବୋଲନ୍ତି ବେଗେ ଭକ୍ଷ। ତକ୍ଷଣେ ବ୍ରହ୍ମା ଭୟ ପାଇ ବୋଲେ ତାହାଙ୍କ ମୁଖ ଚାହିଁ। ଏ ପିଣ୍ଡ ରଖ ହୋ ନ ଭକ୍ଷ ଏଣୁ ହୋଇବ ଯକ୍ଷ ରକ୍ଷ। ତୁମ୍ଭେ ଯେ ଯକ୍ଷ ରକ୍ଷ ଗଣ ମୋର ବଚନ ଏବେ ଶୁଣ। ତୁମ୍ଭେ ମୋହର ପ୍ରଜା ହୁଅ ଏମନ୍ତ କହି ପିତାମହ। ସୃଜିଲା ଅପସରା ଗଣ ଦେବଙ୍କ ଭୋଗ୍ୟ ଯେ ପ୍ରମାଣ। ଦିବସ ରୂପା ସେ ସାକ୍ଷାତେ ସର୍ଜିଲା କ୍ରୀଡ଼ାର ନିମନ୍ତେ। ବ୍ରହ୍ମା ସାତ୍ୱିକ ମନୋଭାବ ତହୁଁ ଦେବଙ୍କ ଆବିର୍ଭାବ। ପୁଣି ଜଘନୁ ବେଦପତି ଅସୁର କଲା ଉତ୍ତପତି। ସ୍ତ୍ରୀ ଲମ୍ପଟ ସେ ଯୁକତେ ନାରୀଙ୍କୁ ଦେଖିଲେ ଅଗ୍ରତେ। ତାହାଙ୍କୁ ଦେଖି ତତକ୍ଷଣେ ଧାଇଁଲେ ସେ ଅସୁର ଗଣେ। ମୈଥୁନ ଲୋଭ ବନ୍ଧେ ଧାଇଁ ବେଗେ ବେଢ଼ିଲେ ଲୋଭ ବହି। ନିର୍ଲଜ୍ଜପଣ ତାହାଙ୍କର ଦେଖି ହସିଲେ ବେଦବର। ବ୍ରହ୍ମାର ହାସ୍ୟ ଦେଖି କୋପେ ମିଳିଲେ ତାଙ୍କର ସମୀପେ। ଚାହାନ୍ତେ କୋପିତ ବଦନେ ଭୟ ପଶିଲା ବ୍ରହ୍ମା ମନେ। ଶୂନ୍ୟେ ଗୋବିନ୍ଦ ପଦ ଧ୍ୟାଇ ବୋଲଇ ଶିରେ କର ଦେଇ। ପ୍ରାଣୀଙ୍କ ଅନୁଗ୍ରହ ଅର୍ଥେ ତୁ ନାଥ ଆଜ୍ଞା ଦେଲୁ ମୋତେ। ସୃଷ୍ଟି କରଇ ତୋର ବୋଲେ ତୋ ଅନୁରୂପ ଏ ଶୟଳେ। ତୁ ମୋତେ ରଖ ଚକ୍ରଧର ଏ ଗଣେ ମହାଭୟଙ୍କର। ଏ ଯେବେ ଭକ୍ଷୀ ବେଟି ମୋତେ କେମନ୍ତେ ସର୍ଜିବି ଜଗତେ। ବ୍ରହ୍ମା ବିକଳ କର୍ଣ୍ଣେ ଶୁଣି ବୋଇଲେ ପ୍ରଭୁ ଚକ୍ରପାଣି। ଏ ଦେହ ଘୋର ଭୟଙ୍କର ବେଗେ ତୁ ଛାଡ଼ ଏ ଶରୀର। ଶୁଣି ଗୋବିନ୍ଦର ବଚନ ତକ୍ଷଣେ ଛାଡ଼ିଲା ଜୀବନ। ସେ ଦେହ ସନ୍ଧ୍ୟା ରୂପ ହୋଇ ରୂପେ ଅସୁର ମନ ମୋହି। ଯେ ଅପସରା ଗଣ ଥିଲେ ତା ରୂପ ଦେଖି ମୋହ ଗଲେ। ନାନା ଅଳଙ୍କାର ସାଜେଣି ଚରଣେ ନୂପୁର ବାଜେଣି। ମଦ ବିହ୍ୱଳିତ ଲୋଚନ ଦୁକୁଳେ କଟି ଶୋଭାବନ। କଟି ମେଖଳା ରତ୍ନସାର ହୃଦୟେ ତୁଙ୍ଗ ପୟୋଧର। ସୁନ୍ଦର ନାସିକା ବିରାଜେ ଦନ୍ତ ଡାଳିମ୍ବ ବୀଜ ଗଞ୍ଜେ। ସୁନ୍ଦର ହାସ ମନୋହର ସମ୍ଭ୍ରମ କଟାକ୍ଷ ସୁନ୍ଦର।
ବସ୍ତ୍ରେ ଆଚ୍ଛାଦି କଳେବର ପଥେ ଚାଲଇଲା ଜଭର। ତାର କୁନ୍ତଳ ମନୋହର ଶୁଣ ହେ ଧର୍ମାତ୍ମା ବିଦୁର। ଅସୁରେ ଦେଖି ତା ଗମନ ସର୍ବେ ହୋଇଲେ ହତଜ୍ଞାନ। କହନ୍ତି ଏକେ ଏକେ ଚାହିଁ ଏମନ୍ତ ଦେଖିଲା ତ ନାହିଁ। ନବୀନ ବୟସ ଏହାର ରୂପ ଲାବଣ୍ୟ ମନୋହର। ଏ ଆମ୍ଭ ମନ ମଧ୍ୟ ରମେ ଅକାମୀ ଜନ ପ୍ରାୟ ଭ୍ରମେ। ଏମନ୍ତେ ସନ୍ଧ୍ୟା ରୂପ ଦେଖି ପ୍ରମୋଦା ପ୍ରାୟ ଉପଲକ୍ଷୀ। ନୟନ ଦେଇ ତା ବଦନେ ଭାବେ ପୁଛନ୍ତି ଅନୁଅନ୍ୟେ। ଏମନ୍ତ ବହୁତ ବିଚାର କରିଣ ସକଳ ଅସୁର। ପ୍ରଣୟ ବସେ ପ୍ରମୋଦାର କରିଣ ବହୁତ ସତ୍କାର। କୁବୁଦ୍ଧିପଣରେ ଅସୁର ପୁଛିଲେ ତାଙ୍କୁ ବାର ବାର। ଆହେ ରମ୍ଭରୁ ସୁକଲ୍ୟାଣୀ ପ୍ରମୋଦା କୁଳ ଶିରୋମଣି। କାହାର ପତ୍ନୀ ତୁ ଓଲାଉ କହ ତୁ ଉପୁଜିଲୁ କାହୁଁ। କହ ତୁ ତୋର କିସ ନାମ କି ପ୍ରୟୋଜନେ ତୋ ଗମନ। ତୋ ରୂପ ଗୁଣେ ହୋଇଛନ୍ନ ଆମ୍ଭର ସ୍ଥଗିତ ଲୋଚନ। ତୋହର ରୂପ ଗୁଣ ରାଶି ଆମ୍ଭର ପ୍ରଭାକୁ ବିନାଶୀ। ଆମ୍ଭର ପୂର୍ବ ଭାଗ୍ୟ ଫଳେ ମିଳିଲୁ ଆମ୍ଭର ଛାମୁରେ। କନ୍ଦୁକ କ୍ରୀଡ଼ା ତୋ ନୟନ ରୂପେ ହରିଲୁ ଆମ୍ଭ ମନ। ତୋର ଚରଣ ପଦ୍ମ ଯୁଗ ଗମନ ଚଞ୍ଚଳ ତରଙ୍ଗ। ହସ୍ତେ କନ୍ଦୁକ ତୋର ସାଜେ ତୋ ମଝା ସିଂହ ମଧ୍ୟ ଗଞ୍ଜେ। ସେ ପୁଣି ସ୍ତନ ଭାର କ୍ଷିନ୍ନେ ଭାଜିଲା ପ୍ରାୟ ଅନୁମାନେ। ଏମନ୍ତ ସନ୍ଧ୍ୟା ରୂପ ଚାହିଁ ଅସୁର ଗଣ ଲୋଭ ବହି। ସନ୍ଧ୍ୟାକୁ ଧରି ବାହୁବଳେ ମୋହେ ମଜ୍ଜିଲେ କାମ ଭୋଳେ। ଭାବ ଗମ୍ଭୀର ମଗ୍ନ ଚିତ୍ତ ଦେଖି ବିଧାତା ହରଷିତ। ବ୍ରହ୍ମାର ଶରୀର ବିରାଜେ ଦକ୍ଷିଣେ ନିଜ କାନ୍ତି ତେଜେ। ସ୍ୱଭାବେ ବ୍ରହ୍ମା ସେ ଆନନ୍ଦ ଗନ୍ଧର୍ବ ଅପ୍ସରା ବୃନ୍ଦ। ବ୍ରହ୍ମାର ଶରୀରୁ ବାହାର ଯେ ରୂପ ମୋହେ ସୁର ନର। ଗନ୍ଧର୍ବ ବିଶ୍ୱାବସୁ ଆଦି ସୁନ୍ଦର ରୂପରେ ପ୍ରସିଦ୍ଧି। ଆବୋରି ଅପ୍ସରା ଗଣେ ସୁଖେ ରହିଲେ ଜଣେ ଜଣେ। ତଦନ୍ତେ ଆତ୍ମତନ୍ଦ୍ରା ଧରି ଭୂତ ପିଶାଚ ଗଣ କରି। ସେ ମୁକ୍ତ କେଶ ଦିଗମ୍ବର ଦେଖି କମ୍ପିଲେ ସୁର ନର। ପଥେ ତାହାଙ୍କ ରୂପ ଦେଖି ବ୍ରହ୍ମା ବୁଜିଲେ ବେନି ଆଖି। ଭୟେ ଅଳସ ତାର ମୁଖେ କ୍ଷଣେ ଶୋଇଲା ନିଦ୍ରା ସୁଖେ। ସେ ଦେହ ନିଦ୍ରାବଶ ଚାହିଁ ପୁଣି ଛାଡ଼ିଲା ନିଜ ଦେହି। ପରୋକ୍ଷ ପୁଣି ସତ୍ତ୍ୱ ଗୁଣେ ସର୍ଜିଲା ସାଧ୍ୟ ପିତୃଗଣେ। ସେ ସାଧ୍ୟ ପିତୃ ବେନି ଗଣ ସେ ଯହୁଁ ହୋଇଲେ ଜନମ। ସେ ଦେହ ପାଇ ଦୋଷ ଚିତ୍ତ କର୍ମ କୋବିଦେ ଯେ ବିଦିତ। ସେ ସିଦ୍ଧ ବିଦ୍ୟାଧର ଗଣେ ଜାତ ହୋଇଲେ ତତକ୍ଷଣେ। ସ୍ୱଭାବେ ତେଜ ଅନର୍ଗଳା ତାହାଙ୍କୁ ଅନ୍ତର୍ଧାନ ଦେଲା। ବିଧାତା ପ୍ରତିବିମ୍ବ ବଳେ ଦେଖିଣ ମନର ନିଶ୍ଚଳେ। କିନ୍ନର କିମ୍ପୁରୁଷ ଜାତି ପୁଣି ସର୍ଜିଲା ପ୍ରଜାପତି। ମିଥୁନ ଭାବେ ବୀଣା ବାଇ ଦେବଙ୍କ ତୋଷେ ଗୀତ ଗାଇ। ଏବେ ତୁ ଶୁଣ ହେ ବିଦୁର ବ୍ରହ୍ମାର ସୃଷ୍ଟିର ପ୍ରକାର। ସେ ସୃଷ୍ଟି ଚାହିଁ ପ୍ରଜାନାଥ ମନରେ ହୋଇଲା ଚିନ୍ତିତ। ଏ ସୃଷ୍ଟି ବୃଦ୍ଧି ତ ନୋହିଲା ଚିନ୍ତାରେ ବହୁତ ଶୋଇଲା। ତାହାଙ୍କୁ ସର୍ଜି ବେଦବର ତକ୍ଷଣେ ଛାଡ଼ି ସେ ଶରୀର। ଦେହ ଅନ୍ତରେ ଶୂନ୍ୟେ ରହି ଶରୀର ଦେଖି ବିଚାରଇ। ସର୍ଜନେ ଯୋଗ୍ୟ ଏ ନୁହନ୍ତି ଏମନ୍ତେ କ୍ରୋଧେ ବହୁ ଚିନ୍ତି। କ୍ରୋଧର ବଶେ ପଦ୍ମ ଯୋନି ସେ ଭୋଗ ଦେହ ତ୍ୟଜେ ପୁଣି। ତହୁଁ ସେ କେଶ ଗଲା ଖସି ତହୁଁ ଜନ୍ମିଲେ ସର୍ପ ରାଶି। ତକ୍ଷଣେ ତମ ଗୁଣ ଜାତ ଗରଳ ତେଜେ ବଳବନ୍ତ।
ତାହାଙ୍କୁ ଚାହିଁ ପ୍ରଜାନାଥ ସନ୍ତୋଷେ होला କୃତ୍ୟ କୃତ୍ୟ। ପୁଣି କଳ୍ପିଲା ମନୋରଥେ ଆବର ସୃଷ୍ଟି ଭାବ ଯେତେ। ମନୁଙ୍କୁ କଲା ଉତପତି ମନର ତହୁଁ ବେଦପତି। ନିଜ ପୁରୁଷ ରୂପ ଦେହ ତାଙ୍କୁ ଅର୍ପିଲା ପିତାମହ। ସ୍ତ୍ରୀ ପୁରୁଷ କଳ୍ପେ ମନେ ଯେ ସୃଷ୍ଟି ଉପୁଜେ ମୈଥୁନେ। ଯେ ଅଗ୍ରେ ଜାତ ହୋଇଥିଲେ ତାଙ୍କୁ ପ୍ରଶଂସା ବହୁ କଲେ। ଏମନ୍ତେ ବ୍ରହ୍ମା ସୃଷ୍ଟି ଚାହିଁ ବିବୁଧେ ତାର ଗୁଣ ଗାଏ। ବୋଲନ୍ତି ଧନ୍ୟ ବେଦପତି ସୃଷ୍ଟି ସର୍ଜନେ ଦୃଢ଼ମତି। ଅନେକ ତପ ଯେଣୁ କଲୁ ଗୋବିନ୍ଦ ଆଜ୍ଞା ତୁ ଲଭିଲୁ। ନିଜ ସାଧନା ତପ ଫଳେ ଏ ସୃଷ୍ଟି କଲୁ ବୁଦ୍ଧି ବଳେ। ଏଣେ ହୋଇବ ସର୍ବଯୋଗ ଆମ୍ଭେ ଲଭିବୁ ହବିର୍ଭାଗ। ତପସ୍ୟା ବିଦ୍ୟା ଆସନାଦି ଅଷ୍ଟାଙ୍ଗ ଯୋଗ ସୁସମାଧି। ପୁଣି ସର୍ଜିଲା ଋଷିଗଣ ଷୋବଶ କରି ଇନ୍ଦ୍ରିଗଣ। ଏମନ୍ତ ଋଷି ସୃଷ୍ଟି କଲା ଆପଣା ଦେହ ଅଂଶ ହେଲା। ଏମନ୍ତେ ସୃଷ୍ଟିର କାରଣ ବିଧାତା ରୂପେ ନାରାୟଣ। କରଇ ପୁନ ପୁନ ଭାବେ ତାର ଭକତ ଜନ ଲାଭେ। ଏମନ୍ତେ ଭାଗବତ ବାଣୀ ମୈତ୍ରେୟ ମୁନି ଆଗେ ଭଣି। ବନେ ପିପଳ ବୃକ୍ଷ ମୂଳେ ଶ୍ରୀକୃଷ୍ଣ ରୂପ ତ୍ୟାଗ କାଳେ। ସେ କଥା ପରୀକ୍ଷିତ ଆଗେ ମୁନି କହିଲେ ପ୍ରିୟ ଭାବେ। ହରିଚରିତ ଭାଗବତ କହିଲା ଦାସ ଜଗନ୍ନାଥ। ଇତି ଶ୍ରୀମଦ୍ଭାଗବତେ ମହାପୁରାଣେ ପାରମହଂସ୍ୟାଂ ସଂହିତାୟାଂ ତୃତୀୟସ୍କନ୍ଧେ ବିଂଶୋऽଧ୍ୟାୟः।